श्री श्री सत्य नारायण का प्रीति अर्थ बोलो आनंद काबा हरि हरि बोलो शारदा प्रीति अर्थ माँ सरस्वती का प्रीति अर्थ माँ मंगला का प्रीति अर्थ ग्राम देवती का प्रीति अर्थ बोलो आनंद काबा हरि हरि बोलो तथा मोर पुराण प्रेमी ठाकुर प्रेमी माँ भौणी मानक अनुष्ठान कर्ता महोदय अनुष्ठान सदस्य मानक तथा ग्रामवासी मानक श्री श्रीमन श्री सत्यनारायण ठाकुर समस्त मंगल विधान करंतु सर्व आनंद काबा हरि हरि बोलो मामू मामू अरे एबे तो गांडुए चोबेल चोबेकी आसी बोबेल आउ कोठी शॉर्ट हला जे फुल भणजा मामू को सेठी रहिची आउ आज जब रुटी कोसा डालमा सब खाइला से कुत्ता कुत्ती दोटी सेही मरण रे बसिले ओहो ताको देइथिला टिके से तुम्हारी पीछा धरिचंती हमें दुआला दिवस से सेही आड़ी ध्रुव भाई पाला सेही आनु आउ 3 दिन हला पाला आज हो उजापन रजनी ग्रामवासी आनुकूल्य रे जो महोत्सव पूजा आरंभ होईची भल आज हो पूर्णाहुति दिवस भाई बंधु पाला सरी जाउची तेणु तमे कौन विपद कथा कहब बा बजेब तुम स्त्री मुख को समस्त अनेक बस ए बड़ा बापा स्त्री मुख न सेटा तांकरी मुख सुनिबो ओहो बड़ भाई पवित्रमय मांगलिक साहित्य सांस्कृतिक कार्यक्रम सत्य नारायण पूजार आयोजन प्रथम आश्रम विराजमान करथिबा पंचदेवता चरण रविंद्र अच्छा ए अदम शत कोटि प्रणाम 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 सभार उपस्थित थिबा समस्त गुरु गुरुगण मान अच्छा अच्छा भाई और भौणी मान वाह 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 ए अधमरो नमस्कार हां भूमिष्ठ भूमिष्ठ प्रणाम एबो छोट छोट कुला कुली पिला मानकु स्नेह एवं आशीर्वाद आशीर्वाद स्नेह आशीर्वाद बड़ भाई हां यो तो बादपाला कथा आगे आगे आज गेला 3 दिन आज तो उजापन रजनी हमर होची प्रथम रजनी वाह 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 हां हां बड़ भाई
ମୋର ବଡ ଭାଇକି କଣ କହିବା କଣ କହୁଛନ୍ତି କିଛି କହିବାନି କଣ କହିବାନି କାହିଁକି ନା ବଡ ଭାଇ ମତେ କିଛି କହୁନା ଆଚ୍ଛା ଆରେ ଆଚ୍ଛା ଭାଇ ପୁରା ଇଏ ଭାଇକୁ ଭାଗ ଗୋଟିଏ କଥା କହିବି କଣ କୁହ କାଲି ମୋର ଭାଇ କଣ କହିଲେ କଣ କହିଲେ? ନା ଭାଇ ଭାଇ ହଁ ଭାଇ ଭାଇ ଦୁଟି ଦୁଟି ଭାଇ ହଁ ହଁ ଶ୍ରୀ ଚୈତନ୍ୟ ନାହିଁ ନା ଅଛି। ସେଟା ତାଙ୍କର ନାହିଁ ମଝିରେ ଭାଇ ଭାଇ ବାପା ସର୍ଟରେ ଯିବା ସଟ ସର୍ଟରେ ଯିବା କାହିଁକି ମୋ ବଡ ଭାଇ ମତେ କିଛି କହୁନାହାନ୍ତି ନା, ନା। ମତେ କହିବାକୁ ଶରମ ଲାଗୁଛି ନାଇଁ 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 ସେ କହିବେନି କହିବେନି ଯଦି ବଡ ଭାଇ କିଛି ନ କହୁଛନ୍ତି ହଁ। ସାନ ଭାଇ ହିସାବରେ ଯଦି ତମେ ନ କହୁଛ ମଝିରେ ମଝିରେ ଟିକେ କେଞ୍ଚି ଦଉଥା ହଁ ମନ ହଉନି ଆରେ ଭାଇ, ମୁଁ କହୁନି ମୋ ମଉସା ସିନା ମତେ କହିଲେ ମୋ ମଉସାକୁ ମୁଁ କହିବି ମୋ ମଉସା ମତେ ନ କହିଲେ ମୁଁ କହିଲେ ମତେ ଭଲ ଲାଗିବ ନାଇଁ ତଥାପି କହିବାକୁ ପଡିବ ତଥାପି କହିବାକୁ ପଡିଲେ ତଥାପି ମୋ ମନ ନାହିଁ ହଁ 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 କହିବା ହଉ କହିବା କେମିତି ନାଇଁ, କଣ କୁହ ନା କରୁଛୁ? ନାଇଁ କେମିତି କଣ ଆରେ ଭାଇ କରୁଛୁ? କହିଲେ ଶିଖିବ ଭାଇ ସମ ବହୁତ କମ ବାପା ସର୍ଟକଟରେ ଯିବା ହଁ ପ୍ରଥମ ଟିକେ ଗୁରୁଙ୍କୁ ନମସ୍କାର କରିବା ମୋ ଭାଇ ତ ଗୁରୁ ନମସ୍କାର 2 ଦିନ ଚାଲିଗଲାଣି ଗୁରୁ ନମସ୍କାର ମୋ ଭାଇ କଣ ମୁଁ ଶୁଣିନି ତମକୁ ଶୁଭେ ନାହିଁ କରିଛନ୍ତି ଆଉ କରିଛନ୍ତି ଆଚ୍ଛା ଠିକ ଅଛି ହଉ ସେ ଆମର ସାରେ ସାରେ ଆଉ ହଉ ବଡ ଭାଇ ବୋଲ ପ୍ରଥମ ଟିକେ ଗୁରୁଙ୍କୁ ନମସ୍କାର କରିବା ମୁଣ୍ଡକୁ ଟିକେ ନମସ୍କାର କରିବା କରନା ଆଉ ଡେରି କରନା ବାଦ୍ୟ ଖଣ୍ଡ ପରିବେଷଣ କରି ଆମ ଗନ୍ତବ୍ୟ ପଥରେ ଆଗେଇ ଯିବା ଆଉ ବେଶୀ ବାପା କିଛି ଆଲୋଚନା କରିବାର ନାହିଁ ସମୟ କମ୍। ବଡ ଭାଇ ପ୍ରଥମ ଟିକେ ଗୁରୁଙ୍କୁ ନମସ୍କାର କରିବା କେମିତି ଗୁରୁଙ୍କୁ ନମସ୍କାର କରିବା ଗୁରୁ ଭାଇ ଗୁରୁଙ୍କୁ କେମିତି ନମସ୍କାର କରିବା ମୁଣ୍ଡିଆ ମାରି ଯୋଡିବା ନମସ୍କାର ବାବା ମୁଣ୍ଡ ଲଗେଇକିରି ମୁଣ୍ଡିଆ ମାରିବ ନମସ୍କାର ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ମହେଶ୍ୱର ସାକ୍ଷାତ୍ ପରବ୍ରହ୍ମ ଶ୍ରୀ ଗୁରବେ ନମଃ ପାହାରେ ପାହାରେ ଦି ପାହାରେ ବି ପକେଇବି ମାଡ ଯେ ଥରେ ଖାଲି ପାହାରେ ଚାଲିବ ଆଜି ବଡ ଭାଇ ଏ ଗୁରୁଙ୍କର ନମସ୍କାର ସରିବ ମୃଦଙ୍ଗୀ ନମସ୍କାର କରିବା କେମିତି ମୃଦଙ୍ଗ ନମସ୍କାର ହବ କେମିତି ମୃଦଙ୍ଗ ସେ ମୁଖେ ଶିର ରୂପେ ମତେ ବାପା ବାଦ୍ୟ ଖଣ୍ଡେ ବଜେଇଲୁ ଟିକେ ଡାକିବା ଆମେ ବଡ ଭାଇ ମୋର ବଡ ଭାଇ କାଲି ବଜେଇଥିଲେ ନୃଷ୍ଣାଷ୍ଟକ ଆମେ ଆଜି ଖଣ୍ଡେ ବାଦ୍ୟ ବଜେଇବା କାଲି ତ ସମୟ ପାଇଲେନି ନାଇଁ ନାଇଁ ଆଜି ଖଣ୍ଡେ ବଜେଇବା ହଉ ବଜାଅ ଆମେ ବଜେଇବା କଣ ରଗଡିଆ ବାଦ୍ୟ ଖଣ୍ଡେ ବଜେଇବା ଓହୋ ରଗଡିଆ ହଁ ତାହେଲେ ବଜା ପାଲାବାଲାଙ୍କର ଦୁଇଟି ଚାଷ ପାଲାବାଲାଙ୍କର ଦୁଇଟି ଚାଷ ଭାଇ କଣ କଣ ପ୍ରଥମେ ପାଟି ଚାଷ ହଁ ପ୍ରଥମ ପାଟି ଚାଷ ତାପରେ ହାତ ଚାଷ ଧୀରେ ସମୟରେ ତର ବେବିଲି ମଇଁଷି ବାଟ ଏଗୁଡା ବଜେଇବୁ এই ଯୋଉଟା କହିଲି ওরা ବଜେଇବୁ ବାଜିବ କଣ କହୁଛ ମୃଦଙ୍ଗ ଧୋ ଖଟ ମାନେ ଖଟକୁ ଧୋଇ ଦେ ଖଟକୁ ଧୋଇ ଦେ କହିଲା ଖଟ ଧୋଇଦେ ଆରେ ଧୋ ଖଟ ରହିଲି ତର ଧୀରେ ସମୟରେ ତର ବେବିଲି ମଇଁଷି ବାଟ ଧୋ ଖଟ ହଉଚିରି ଆଜ୍ଞା ହଉନି ବୋଲା ତୋ ହାତଟା ଦେଖିବା ପ୍ରକୃତଟା ଘରେ ଜନ୍ମ ହେଇଛି ଆଉ ବାଉଁଶ କାଠରୁ ତା ମା ସେଠିଛି ନହେଲେ ଟାଣ ହେଇଥାନ୍ତା ବଡ ହାତ ବଜା ହଁ ଧୋ ଖଟ